जागा बदले ओ तोले लुचि हस धोइबी एठी जीवन मान चुके बिना कारण रे हुए चुके एठी जीवन मान चुके बिना कारण रे हुए चुके किए जान कैसे आई मत बोले समझ आखिया बुझा कि कष्ट देखु देखु 3 दिन बीती गला काल कोठरी मध्य आबद्ध होई बंदीशाल चारि कांथ मते अंगुठी देखाई कहउछंती जगतर नाथ श्रीकृष्ण गोविंद का पुत्र हेले मु बुझी पारुनी मो पिता मो निकट को आसुना कौन पाए सतरे सतरे कौन सारा जीवन ए बंदीशाल भितर हे प्रभु दिन दुख हारी दिन बंधु न शुणुछ मोहरा दुखर दिन को भाषण पचारुछि एठी भाषण को जदि किछि प्रश्न पचरा जाए किछु उत्तर दे पारिबनी से किछु उत्तर दे पारिबनी हां तुमे बंदीशाला चारि कांथ भितरे कोन करूछ तुमे कोन ए हस्तिनागढ़र प्रतारित जनता आखिर लुह को आखिरे भी मुठी दिन काटुछि हस्तिना राज्य रे सबु किछि अधिकार थाई मध्य गोटे थुंटा बरगछ भली दिन काटुछि तथापि मो मनरे दुख छाड़ से कथा सुनो तुम पाई किछि खाइबा नहीं आसी नियो ए खाद्य को तुम्हें खाई दियो अरे खाई दियो केते दिन से बंदीशाल मध्य अनाहार बंचीब अरे नियो मैं खाद्य आनी तुम टे खाई दियो ना अरे नियो कुमार अरे मो कथा मानो ए खाद्य किछि खाई दियो रे खाई देले कोन सबु समस्यार समाधान होई जीवो तुम न खाइले मरी जीव जे हां एबेती सुखी सुखी मरी भी पछे मुझे खाद्य को जमा खाइबेनी जमा हे कुमारी एमिति दिने जगत ठाकुर रामचंद्र अनाहार जर्जरित होई पिता दशरथ कथा को अवमानना करी चली जाइथिले वनवास को सेठी कोन पाइले सिए झरणार जल आउ सेई बुढ़ी सबरे अईठा फल से जदि जगत ठाकुर हे निजर दुख को लाघव करि पारि नथिले तमे केमिति पारिबो मो कथा मान निह ए खाद्य टिके खाई दियो अरे खाई दियो तमे निह अरे निह ए खाद्य टिके खाओ अरे आसो ए खाद्य तमे खाई नियो जीवनर बाट एठी भरियो कबा जीवनर बाट एठी भरियो कबा
ଥାଏ କିଏ ଭୁଲିଲା ଜୀବନର ବାଟ ଏଠି ଭାରି ଅକବକା କିଏ କାଟୁଥାଏ କିଏ ଭୁଲିଲା କାହାକୁ ଦଇବ କିଏ ଦଣ୍ଡ କାହାକୁ ରହିବ କିଏ ଦଣ୍ଡ କାହା ପାଇଁ ଜୀବନ କାହା ପାଇଁ ଜୀବନ ଏଠି କାନ୍ଦୁଛି କେତେ କାନ୍ଦିବି କାରା କାନ୍ଦିବି କେତେ କାନ୍ଦିବି କାରା କାନ୍ଦିବି କେତେ କାନ୍ଦିବି କାରା କାନ୍ଦିବି କେତେ କାନ୍ଦିବି କାରା କାନ୍ଦିବି ଶୁଣ କୁମାର ଏ ସନ୍ଧ୍ୟା ସମୟରେ ଏଠି କେହି ନାହାନ୍ତି ଶୁଣ ତମେ ତମେ ତମ ବସ୍ତ୍ର ମତେ ଦେଇ ତମେ এই ବନ୍ଦିଶାଳ ଛାଡ଼ି ଚାଲିଯାଅ ଆରେ ଚାଲିଯାଅ ତମେ ନାଇଁ ବାବୁ ନାଇଁ ତମେ ଚାଲିଯିବାକୁ ପଡ଼ିବ ତୁମକୁ ବିପଦ ମୁହଁକୁ ଠେଲି ଦେଇ ମୁଁ ଯାଇପାରିବିନି ବାବୁ ମୁଁ ଚୋର ଭଳି ଯାଇପାରିବିନି ଏ କୁମାର ଏମିତି ଦିନେ ତୁମରି ପିତା ବାଲ୍ୟ ଖେଳରେ ମାତା ବିଜୁଳି କନ୍ୟାକୁ ବିପଦ ମୁଖକୁ ଠେଲି ଦେଇ এই ମଥୁରା କଟକ ଛାଡ଼ି ଚାଲି ଯାଇଥିଲେ ସେଇ ଗୋପ ଭୁବନ ମାନ ମୋ କଥା ତମ ପିତାଙ୍କୁ ଦୁର୍ଜନ ମହାନ ତମ ପିତା ଯଦି ସମସ୍ତଙ୍କୁ ଧୋକା ଦେଇ ସେ ବିଜୁଳି ମାତାଙ୍କୁ ଧୋକା ଦେଇ ଚାଲି ଯାଇଥିଲେ ଗୋପ ଭୁବନକୁ କେହି ଚାଲି ଯାଇପାରିବନି ଏଠି କାହିଁକି ସୁନିର୍ଯାତନା ସହିଥିବ ମୋ କଥା ମାନ ଆରେ ବାବା ଚାଅ ତମେ ଏ ଜାଗା ଛାଡ଼ି ଚାଲିଯାଅ ତମ ବସ୍ତ୍ର ମତେ ଦେଇ ତମେ ଚାଲିଯାଅ ଆରେ ତ ନିଶ୍ଚୟ ହେଲେ ଗଲାବେଳେ ମୋ ବିପଦ ବନ୍ଧୁ ପାଦ ଧୂଳି ଟିକେ ନେଇକି ଯିବି ଆଉ ଗଲାବେଳେ ଗୋଟିଏ କଥା କହିଦେଇ ଯାଉଛି ପିତା ଯେବେ ରକ୍ଷା କରିବେ ତ ଭଲ କଥା ତା ନହେଲେ ନ ଫେରିବି ଆଉ ଦ୍ୱାରିକାପୁରକୁ ଏ ଦୁନିଆ ଦାଣ୍ଡରେ କାନ୍ଦି କାନ୍ଦି କହିବି କେତେ କାନ୍ଦିବି ହେ କଳା କନି ସମୟକୁ ଦୋଷ ପ୍ରତାରିତ ହୋଇ ବୋଲୁଛି ଏ ଦୁନିଆ ଦାଣ୍ଡରେ ଆଜି ନିଜକୁ ମୁଁ ଧନ୍ୟ ମନେ କରୁଛି ମୋ ପ୍ରଭୁଙ୍କ ପୁତ୍ରକୁ ମୁଁ ଏଠୁ ବିଦାୟ ଦେଇଦେଇଛି
ମୁଁ କ'ଣ ସତରେ ମୋ ପ୍ରଭୁଙ୍କର ସେବା କରିପାରିବିନି? ମୁଁ ଯୋଉଦିନ ମୋ ପ୍ରଭୁଙ୍କ ସେବାରେ ପାଦ ତଳେ ଛଡ଼ା ଫୁଲ ହେଇ ପଡ଼ିବି, ସେଦିନ ହୁଏତ ମୋ ଭାଗ୍ୟର ଦିନ ବଦଳିଯିବ। ମହାରାଣୀ ଭାନୁମତୀ ଆଡ଼କୁ ଆସୁଛି। ମତେ ସମ୍ବଳ ଅଭିନୟ କରି ଏଠାରେ ବସିବାକୁ ପଡ଼ିବ। ହଁ, ମତେ ବସିବାକୁ ପଡ଼ିବ। ଶାମ୍ବ, 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 ଏଇ ନେ, ମୋ କନ୍ୟା ଫେରିଲା ପର୍ଯ୍ୟନ୍ତ ଏମିତି ଖାଦ୍ୟ ଖାଇ ଜୀବନ ବଞ୍ଚେଇବୁ। ଆରେ ନେ, ପାହାଡ଼ ପଚାରୁଛି ଏଠି ପଥରକୁ। ହେ ପଥର, ମୋରି କୋଳରେ କେତେ ଦିନ ଏମିତି ଆଶ୍ରୟ ନେବ? ଏ ବାଟ ହିଁ ପଚାରୁଛି। ଏ ବାଟକୁ, ଏ ବାଟ, ଆରେ କେତେ ଦିନ ତୁ ଅହଙ୍କାରର ଗଛକୁ ମୁଣ୍ଡରେ ମୁଣ୍ଡେଇ এই দুনিয়া দাଣ୍ଡରେ ବାଟ ଚାଲି ଆଖି ପଚାରୁଛି ଲୁହକୁ। ଏ ଲୁହ, ଆରେ କେତେ ଦିନ ଆଖିରେ ରହି ତୁ ଗଡୁଥିବୁ? କିଏ ତମେ? ତମେ ତ ଶାମ୍ବ ନୁହଁ। ଆରେ କିଏ? ମତେ ଭୟଭୀତ କରୁଛ କାହିଁକି? ଆରେ ପଚାରୁଛି ତମେ କିଏ? ତା ନହିଲେ ମୁଁ ତୁମକୁ ପାରିବନି। ଯିଏ ଝଡ଼ ବାତ୍ୟାରେ ସେଇ ଝଡ଼ ଝଞ୍ଜାକୁ ସହି ଗୋଟାଏ ଥୁଣ୍ଟା ବରଗଛ ପାଲଟୁଛି, ତାକୁ ମାରିଦେଇ ପାରିବନି। କେବେ ବି ମାରିପାରିବନି ତମେ, କେବେ ବି ନୁହେଁ, କେବେ। କୁହ ତମେ କିଏ? ତା ନହିଲେ ଦୁଶାସନକୁ ଡାକି ତୁମ ମଦ ଛଡ଼ାଇବି। ଦୁଶାସନ? ପାପି ଦୁଶାସନ କଥା କହୁଛ ତ? ଏ ଶୁଣ, ଯାହାର ମରଣର ଦିନ ପାଖେଇ ଆସୁଛି ସେ ପୁଣି ଏଠାକୁ ଆସିବ। ପଳା ମୋ ପ୍ରଭୁ ଶ୍ରୀକୃଷ୍ଣ ଆସିଲେ ତାକୁ ମାରିଦେବେ। ତମେ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ କେବେ ନ ଧରିବି ସେ ଗୌଡ଼ ଶ୍ରୀକୃଷ୍ଣର ନାମ। ଭଲରେ କହୁଛି, ତୁମ ପରିଚୟ ଦିଅ କହୁଛି। ମୋ ପରିଚୟ ପାଇଲା ପରେ ତମେ ଏଠି ତାଣ୍ଡବ ସୃଷ୍ଟି କରିବନି ତ ଜାଣିଛି। ମୋ ପରିଚୟ ପାଇସାରିଲା ପରେ ତମେ ଏଠି ତାଣ୍ଡବ ରଚନା କରିବ, କିନ୍ତୁ ସେଇ ତାଣ୍ଡବ ରଚନାରେ ତମ ଝିଅ ଚନ୍ଦ୍ରାବତୀ ବଳି ପଡ଼ିଯିବ। ଏଇଟା ସତ ଭଲ ଭାବେ ଚିନ୍ତା। କୁହ ମୋ ଚନ୍ଦ୍ର କେଉଁଠି ଅଛି? ଆରେ କୁହ ମୋ ଚନ୍ଦ୍ର କେଉଁଠି ଅଛି? ସେଦିନ ଜନତା ବେଶ୍ୟା ଯେମିତି ଋଷ୍ୟ ଶୃଙ୍ଗକୁ ଦେହ ଦାନ କରିଥିଲେ, ତୋରି କନ୍ୟା ଜନତା ବେଶ୍ୟା ସାଥୀ ଦେହ ଦାନ କରୁଛି ମୋ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ରକୁ, ଆଉ ନାଚୁଛି ତାହାରି କୋଳରେ। ଆରେ କୁହ ମୋ କନ୍ୟା କେଉଁଠି ଅଛି? ଆରେ ପରିଚୟ ତୁମର ଦିଅ, ସତ କୁହ ତମେ କିଏ? ଜାଣିବାକୁ ଚାହୁଁଛ? ମୁଁ ହଉଛି এই হস্তিনা কটকর প্রতারিত মহামন্ত্রী অর্ধবৃদ্ধ বিদুর। দাদা তুমি এইଠି ହେଲେ ଶାମ୍ବ ଗଲା କୁଆଡ଼େ? ପ୍ରତାରଣର ଅସ୍ତ୍ର ତିଆରି କରୁଛି। ଏମିତି ତମେ ମାନେ ବି ତ ପ୍ରତାରିତ କରିଛ। ଠିକ ସେମିତି ତ ବଂଶକୁ କଳଙ୍କିତ କରିବା ପାଇଁ ଶ୍ୟାମ କୁମାର ତିଆରି କରୁଛି ପ୍ରତାରଣାର ଅସ୍ତ୍ର। ରାଣୀ ଭାନୁମତୀ, ମନେ ରଖିବା ଦରକାର, ମୁଁ ହଉଛି ପ୍ରତାରିତ ବିଦୁର।
ମୋର କେବଳ ଗୋଟିଏ ଲକ୍ଷ୍ୟ ହେଲା ମୋ ଅପମାନର ପ୍ରତିଶୋଧ ନେବି ରାଣୀ। ତିଳ ତିଳ କରି ଜାଳିଦେବି ତୋ ସ୍ୱାମୀକୁ, ଦାଦା ତିଳ ତିଳ କରି ଜାଳିଦେବି ତୋ କୁରୁ ବଂଶକୁ। ଆଉ ତାପରେ ତୋ ସ୍ୱାମୀ ମୋ ସହିତ ପ୍ରତାରଣା କରିଥିବାର ଫଳଟା ଠିକ୍ ପାଇବ। ଆଉ ସେଇଦିନ ତମେ ସ୍ୱାମୀ ସ୍ତ୍ରୀ ଦୁହେଁ ଏ ଦୁନିଆ ତାଙ୍କରେ ବିକଳ ହେଇ କହିବ ମୋ ଶ୍ରୀକୃଷ୍ଣକୁ ଡାକିବ। ତମେ ଏତେବେଳେ ଖାଲି କହୁଥିବ କେତେ କାନ୍ଦିବି ରେ କଳା କହ୍ନେ। ମହାରାଣୀ ଭାନୁମତୀ ମୋ କନ୍ୟା ମଥାରେ ଝୁଲିବ କଳଙ୍କର ବୋଝ। ଧ୍ୱଂସ କରିଦେବି ସ୍ୱର୍ଗ ମଧ୍ୟ ପାତାଳ ଭୁବନ। ମୋ କନ୍ୟା ପାଇଁ ମୁଁ ସାଜିବି କାରଣ କୋଣୀ। ନିଶ ସେ ଶ୍ରୀକୃଷ୍ଣ ବଂଶକୁ କରିଦେବି ଧ୍ୱଂସ। କାରଣ ମୁଁ ମହାରାଣୀ ଭାନୁମତୀ। ସ୍ୱାମୀ ମୋର ମହାମାନି ମାନ ଗୋବିନ୍ଦ କୁରୁପତି। ସେ ଚାହିଁଲେ ନୀତି, ସେ ନ ଚାହିଁଲେ ଅନୀତି। ଆଉ ତମେ ଯଦି ତାକୁ ଖରାପ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କର ହେଲେ ତମ ପାଇଁ ସାଜିବ ସେ ମହାବିପତ୍ତି। ତାଙ୍କରି ରାଣୀ ମୁଁ ମହାରାଣୀ ଭାନୁମତୀ।